ଭୂଗୋଳର ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ପାର୍ଟ 2 ବିଷୟରେ ଆଲୋଚନା କରିବା। ଆଜି ଆମେ ଆଉ ଦୁଇଟି କୋଶ୍ଚିନ୍ ଆଲୋଚନା କରିବା। ପ୍ରଥମ କୋଶ୍ଚିନ୍, ଭାରତରେ ଧାନ ଚାଷର ଏକ ବିବରଣୀ ଦିଅ। ଧାନ ଚାଷ ବିଷୟରେ ଆଲୋଚନା କରିବା। ଭାରତର ଧାନ ଚାଷ ବିଷୟରେ। ଧାନ ଭାରତର ଭାରତର ଯେତେ ଗୁଡେ ଲୋକ ରହିଥାନ୍ତି, ଅଧିକାଂଶ ଲୋକ ଧାନକୁ ପ୍ରଧାନ ଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି। ସେଥିପାଇଁ ଧାନ ଉତ୍ପାଦନରେ ଭାରତର ସ୍ଥାନ ପୃଥିବୀରେ ଦ୍ୱିତୀୟ। ପୃଥିବୀରେ 2 ନମ୍ବର ସ୍ଥାନ ଅଧିକାର କରିଅଛି ଧାନ ଉତ୍ପାଦନରେ ଭାରତ। ଭାରତରେ କ୍ରାନ୍ତିମଣ୍ଡଳୀୟ ଅଞ୍ଚଳ ଯୋଗୁଁ ଅଧିକ ଆର୍ଦ୍ର ଜଳବାୟୁ ଦେଖାଯାଇଥାଏ, ଯାହା ଫଳରେ ଧାନ ଚାଷ ପାଇଁ ଏହା ଅନୁକୂଳ ପରିବେଶ ରହିଥାଏ। କ୍ରାନ୍ତୀୟ ମଣ୍ଡଳୀୟ ଅଞ୍ଚଳ ଯୋଗୁଁ ଧାନ ଚାଷ ବହୁ ମାତ୍ରାରେ କରାଯାଇଥାଏ। ଧାନ ଚାଷ ଭାରତରେ କରାଯାଇଥାଏ। ଧାନ ଚାଷ ପାଇଁ ହାରାହାରି ବୃଷ୍ଟିପାତ 100 ରୁ 200 ସେଣ୍ଟିମିଟର ପର୍ଯ୍ୟନ୍ତ ଏବଂ ଆର୍ଦ୍ରତା 80% ଦେଖାଯାଇଥାଏ। ସେଲସିୟସ୍ 25 ଡିଗ୍ରୀ ତାପମାତ୍ରା ସେଲସିୟସ୍ ତାପମାତ୍ରା ରହିବା ଆବଶ୍ୟକ ଧାନ ଚାଷ ପାଇଁ। ଧାନ ମୁଖ୍ୟତଃ ଉତ୍ତର ଭାରତର ସମତଳ ଅଞ୍ଚଳ, ଉତ୍ତର ପୂର୍ବ ଭାରତ, ଉପକୂଳବର୍ତ୍ତୀ ଅଞ୍ଚଳ ଓ ତ୍ରିକୋଣଭୂମି ଅଞ୍ଚଳରେ ଅଧିକ ହୋଇଥାଏ। ଧାନ ଚାଷ ପାଇଁ ଭାରତର ପଶ୍ଚିମବଙ୍ଗ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଅଛି। 2 ନମ୍ବରରେ ଆନ୍ଧ୍ରପ୍ରଦେଶ, ତାପରେ ଓଡ଼ିଶା, ତାମିଲନାଡୁ ଏସବୁ ରାଜ୍ୟରେ ଧାନ ଚାଷ କରାଯାଇଥାଏ। ତ ଭାରତରେ ଧାନ ଚାଷ ପାଇଁ ଅନୁକୂଳ ପରିବେଶ ରହିଥିବାରୁ ଧାନ ଉତ୍ପାଦନ କରାଯାଇଥାଏ ଏବଂ ଧାନକୁ ଭାରତର ଲୋକମାନେ ଅଧିକ ଖାଦ୍ୟଶସ୍ୟ ରୂପେ ବ୍ୟବହାର କରିଥାନ୍ତି। ଆମେ 2 ନମ୍ବର ପ୍ରଶ୍ନ ଆଡକୁ ଆଲୋଚନା କରିବା। 2 ନମ୍ବର ପ୍ରଶ୍ନ, କୋଇଲା ବିଷୟରେ। କୋଇଲାର ବ୍ୟବହାର ସମ୍ପର୍କରେ ଏକ ବିବରଣୀ ପ୍ରଦାନ କର। କୋଇଲା ଶକ୍ତି କ୍ଷେତ୍ରରେ ଆଜିକାଲି ଆଉ ଜାଳେଣୀ କ୍ଷେତ୍ରରେ କୋଇଲାର ବ୍ୟବହାର କରାଯାଉଛି। ଶକ୍ତି କ୍ଷେତ୍ରରେ ସବୁଠାରୁ ଅଧିକା କୋଇଲା ବ୍ୟବହାର କରାଯାଉଛି ଏବଂ ଜାଳେଣୀ କ୍ଷେତ୍ରରେ ମଧ୍ୟ କୋଇଲାର ବ୍ୟବହାର କରାଯାଉଛି। ରାସାୟନିକ ପଦାର୍ଥ, ରଙ୍ଗ, ସାର, ସିନ୍ଥେଟିକ୍ସ, ବିସ୍ଫୋରକ ଆଦି ଉତ୍ପାଦନ ପାଇଁ ମଧ୍ୟ କୋଇଲାକୁ କଞ୍ଚାମାଲ ରୂପେ ବ୍ୟବହାର କରାଯାଇଥାଏ। କଣ କଣ ପାଇଁ? ରାସାୟନିକ ପଦାର୍ଥ, ରଙ୍ଗ, ସାର, ସିନ୍ଥେଟିକ୍ସ ଓ ବିସ୍ଫୋରକ ପଦାର୍ଥ ପାଇଁ କୋଇଲାକୁ କଞ୍ଚାମାଲ ରୂପେ ବ୍ୟବହୃତ କରାଯାଇଥାଏ। ରାସାୟନିକ ଶିଳ୍ପ କ୍ଷେତ୍ରରେ କୋଇଲାକୁ ମୁଖ୍ୟ କଞ୍ଚାମାଲ ରୂପେ ବ୍ୟବହାର କରାଯାଏ। ରାସାୟନିକ ଶିଳ୍ପରେ ଅନେକ ଗୁଡ଼ିଏ ସାର ତିଆରି କରାଯାଇଥାଏ, ଅନେକ ଗୁଡ଼ିଏ ରଙ୍ଗ ତିଆରି କରାଯାଇଥାଏ। ଏଥିରୁ ଉପ ଉତ୍ପାଦ ଭାବରେ ଆଲକାତାରା, ସଲଫର, ବେଞ୍ଜିନ୍, ଆମୋନିଆ ବାଷ୍ପ, ନାଫ୍ଥା ଆଦି ମିଳିଥାଏ। କୋଇଲାରୁ ଉପ ଉତ୍ପାଦ ଭାବରେ ଆଲକାତାରା, ସଲଫର, ବେଞ୍ଜିନ୍, ଆମୋନିଆ ବାଷ୍ପ, ନାଫ୍ଥା ଆଦି ମିଳିଥାଏ। କୋଇଲାରୁ ଅନେକ ଦରକାରୀ ଜିନିଷ ମିଳିଥିବାରୁ ଏହାକୁ କୃଷ୍ଣ ହୀରକ କୁହାଯାଏ। ଏହା ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। କୋଇଲାକୁ କାହିଁକି କୃଷ୍ଣ ହୀରକ ମଧ୍ୟ କୁହାଯାଏ ବୋଲି କାରଣ ଦର୍ଶାଅ କୋଶ୍ଚିନ୍ ପଡେ। ସେଥିପାଇଁ ଆମେ ଜାଣିଥିବା ଦରକାର ଯେ କୋଇଲାରୁ ଅନେକ ଗୁଡ଼ିଏ ଦରକାରୀ ଜିନିଷ ମିଳିଥାଏ, ଯେପରିକି ଆମେ କୋଇଲାରୁ ରଙ୍ଗ ତିଆରି କରିଥାଉ, କୋଇଲାରୁ ସାର ତିଆରି କରିଥାଉ, କୋଇଲାରୁ ସିନ୍ଥେଟିକ୍ସ, ବିସ୍ଫୋରକ ପଦାର୍ଥ, କୋଇଲାକୁ ଜାଳେଣୀ ଭାବରେ ବ୍ୟବହାର କରାଯାଇଥାଏ, କୋଇଲାକୁ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଇଥାଏ। ସେଥିପାଇଁ କୋଇଲା ଏକ ମୂଲ୍ୟବାନ ପଦାର୍ଥ ଏବଂ କୋଇଲାକୁ ଅନେକ ଦରକାରୀ ଜିନିଷରେ ବ୍ୟବହାର କରାଯାଇଥିବାରୁ ଅନେକ ଜିନିଷ କୋଇଲାରୁ ମିଳୁଥିବାରୁ ସେଥିପାଇଁ କୋଇଲାକୁ ଏକ କୃଷ୍ଣ ହୀରକ ବୋଲି କୁହାଯାଏ।